ଟୁଟୁ ନାୟକ କ'ଣ ଟୁଟୁ ନାୟକ ଜାଗାରେ ଯିଏ ବି ତାକୁ ଛଡ଼ାଯିବନି, ରାଜରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟାଯିବ। ଟୁଟୁ ନାୟକ ସୁଧୁରି ଯାଆନ୍ତୁ। ମନୋଜ ମିଶ୍ରଙ୍କ ସହିତ ତୁମର ଅସୁବିଧା ଅଛି, ତୁମେ ମନୋଜ ମିଶ୍ରଙ୍କ ସହିତ ବସ, ମନୋଜ ମିଶ୍ରଙ୍କ ସହିତ କଥା ହୁଅ, ତୁମର କ'ଣ ଅଛି ସର୍ଟ ଆଉଟ୍ କର, ନହେଲେ ତୁମର ମ୍ୟାଟର ବୁଝ। ତାକୁ ତୁମ ନିଜ କଳିକୁ ତୁମ ଇଣ୍ଡଷ୍ଟ୍ରିର କଳି ଆଣିକି ତାକୁ ରାଜନୀତି ଭିତରେ ପୁରାଉ ନାହିଁ। ଏଇଟା ଟୁଟୁ ନାୟକ ମନୋଜ ମିଶ୍ର ଉଭୟଙ୍କୁ ମୁଁ କହିଦେଉଛି। ଦେଖନ୍ତୁ, ଯଦି ସେ କିଛି ଭୁଲ କାର୍ଯ୍ୟ କରିଛନ୍ତି କି ଭୁଲ କରୁଛନ୍ତି, ପତ୍ରକାର ମାନେ ହେଲେ ଗୋଟେ ସ୍ତମ୍ଭ, ଲୋକମାନେ ସମ୍ମାନ କରନ୍ତି, ଲୋକମାନଙ୍କ କଥା ନେଇକି ପହଞ୍ଚାଇ ପାରନ୍ତି, ଯାହା ମାଧ୍ୟମରେ ସବୁ ଲୋକମାନେ ଭଲ ମନ୍ଦ ଜାଣିପାରନ୍ତି। ଯଦି ସେ ଭୁଲ କରିଛନ୍ତି ତା ପାଇଁ କ୍ଷମା ମାଗିବା ସେ ଦରକାର। ତା ବିଷୟରେ ଦଳ ଚିନ୍ତା କରିବ, ସେ କ'ଣ କରିବ ନ କରିବ। ଯଦି ଭୁଲ କାମ କରିବେ ତ ତାଙ୍କୁ ନିଶ୍ଚିତ ଭାବରେ ଆଗକୁ ବିରୋଧ କରାଯିବ। ଦଳ ତାଙ୍କୁ କାଢ଼ିବେ, ରଖିବେ, ସେଇଟା ମୁଖିଆ ଆମର ଯିଏ ଅଛନ୍ତି ସିଏ ଡିସାଇଡ଼ କରିବେ। ଆଜ୍ଞା, କଂଗ୍ରେସ ଟିକେଟ୍ ଦେଇଛି ଯେଉଁମାନଙ୍କୁ, ସେ କେଉଁ ପ୍ରାର୍ଥୀ ବିଭାଜନ କରୁଛନ୍ତି, ବିଭାଜନ କରି ଯେଉଁ ସେଥିପାଇଁ କଂଗ୍ରେସ ଟିକେଟ୍ ଦେଇନି। ଆଜ୍ଞା, କେଉଁ ପ୍ରାର୍ଥୀ ଲୋକମାନେ ଏବେ କାମ କରିପାରିବ ସେଟା ଲୋକ ସମର୍ଥନ କରିଥିବେ। ସର୍ଭେ ରିପୋର୍ଟ ପହଞ୍ଚିଥିବ, ସର୍ଭେ ରିପୋର୍ଟ ପହଞ୍ଚିଲା ପରେ ଜାଣିଥିବେ ନାଇଁ ଲୋକଟି ଲୋକମାନଙ୍କ ପାଖେ ପହଞ୍ଚିଛି, କାମ କରିଛି, ତାପରେ ତାକୁ ଟିକେଟ୍ ଦିଆଯାଇଥିବ। ଯଦି ସଠିକ୍ ଲୋକକୁ ଗୋଟେ ଦଳର ମୁଖିଆ ଟିକେଟ୍ ଦେଇଛନ୍ତି, ନିଶ୍ଚିତ ଭାବରେ ଟିକେଟ୍ ଦେଇଯିବେ। ଯିଏ ଦଳ ବିରୋଧ କାମ କରିବେ ତାକୁ ଟିକେଟ୍ କେମିତି ମିଳିବ? ତାକୁ ଟିକେଟ୍ ମିଳିବନି। ଆଉ ଟୁଟୁ ନାୟକ କୌଣସି ଦଳରେ ଅଛନ୍ତି ଯେ ଟୁଟୁ ନାୟକ କହିବେ ଟିକେଟ୍ ଦେଇଦେଲେ? ଟୁଟୁ ନାୟକ ତାଙ୍କ ଘରେ ନିଜେ ବସିବା ପାଇଁ ଗୋଟେ ଚେୟାର କିଣନ୍ତୁ, ତାପରେ ଟିକେଟ୍ ଦେବେ, ମନୋଜ ମିଶ୍ରଙ୍କୁ ଟିକେଟ୍ ଦେବେ କି ଅଲଗା ରାଜନେତା ଅଭିନେତା ମାନଙ୍କୁ ଟିକେଟ୍ ଦେବେ। ଟୁଟୁ ନାୟକ ଯଦି ସୁଧୁରି ଯାଆନ୍ତୁ, ନହେଲେ ଆଗାମୀ ଦିନରେ ଗୋଡ଼େଇ ଗୋଡ଼େଇ ପିଟିବୁ ତାଙ୍କୁ ରାସ୍ତାରେ, ସମ୍ଭାଳି ପାରିବେନି। ମୋତେ ଟାର୍ଗେଟ୍ କରନ୍ତୁ, ଆସୁନାହାନ୍ତି, ତାଙ୍କ ଆଡ୍ରେସ୍ ଦିଅନ୍ତୁ, ସାମ୍ନାସାମ୍ନି ବସିବା କଥା ହେବା। ଟୁଟୁ ନାୟକ କ'ଣ କରିବେ, ଆମେ କ'ଣ କରିବୁ, ସେଇଟା ସମୟ କହିବ। ଟୁଟୁ ନାୟକ ଯଦି ଗୋଟେ ଦଳକୁ ସ୍ପଷ୍ଟ ଦେଖିକି କହିବେ, ଗୋଟେ ଦଳ ବିଷୟରେ ସ୍ପଷ୍ଟ ହେଇ କହିବେ, ତାହେଲେ ଦଳ ଚୁପ୍ ରହିବନି। ଯଦି ତମର ମନୋଜ ମିଶ୍ରଙ୍କ ସହିତ କିଛି ମନଉଣା ଅଛି, ତମେ ମନୋଜ ମିଶ୍ର ସହିତ କଥା ହୁଅ। ଯଦି କଂଗ୍ରେସ ଦଳ ଉପରକୁ ଆସିବେ, ଟୁଟୁ ନାୟକ କ'ଣ ଟୁଟୁ ନାୟକ ଜାଗାରେ ଯିଏ ବି ତାକୁ ଛଡ଼ାଯିବନି, ରାଜରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟାଯିବ। ଟୁଟୁ ନାୟକ ସୁଧୁରି ଯାଆନ୍ତୁ। ମନୋଜ ମିଶ୍ରଙ୍କ ସହିତ ତୁମର ଅସୁବିଧା ଅଛି, ତୁମେ ମନୋଜ ମିଶ୍ରଙ୍କ ସହିତ ବସ, ମନୋଜ ମିଶ୍ରଙ୍କ ସହିତ କଥା ହୁଅ, ତୁମର କ'ଣ ଅଛି ସର୍ଟ ଆଉଟ୍ କର, ନହେଲେ ତୁମର ମ୍ୟାଟର ବୁଝ। ତାକୁ ତୁମ ନିଜ କଳିକୁ ତୁମ ଇଣ୍ଡଷ୍ଟ୍ରିର କଳି ଆଣିକି ତାକୁ ରାଜନୀତି ଭିତରେ ପୁରାଉ ନାହିଁ। ଏଇଟା ଟୁଟୁ ନାୟକ ମନୋଜ ମିଶ୍ର ଉଭୟଙ୍କୁ ମୁଁ କହିଦେଉଛି। ଟୁଟୁ ନାୟକ ନିଜେ ଅଭିନୟ ଶିଖିଛନ୍ତି କି? ଦେଖନ୍ତୁ, ମନୋଜ ମିଶ୍ର ହେଲେ କଳାକାର, ଟୁଟୁ ନାୟକ ହେଲେ ପ୍ରଯୋଜକ, ଆଉ ହିରୋ ହିରୋଇନ୍ ହେଲେ ତାଙ୍କର ଆର୍ଟିଷ୍ଟ ମାନେ କାମ କରିବେ। ଆମର ତ ସେ ବିଷୟରେ ଅଭିଜ୍ଞତା ନାହିଁ। ଯଦି ମନୋଜ ମିଶ୍ର, ଆଜ୍ଞା ଦେଖନ୍ତୁ, ସମସ୍ତେ ନିଜକୁ ଭଲ ଭାବନ୍ତି, ସେ ତାଙ୍କୁ ନିଜକୁ ଖରିଦେଲେ ଭଲ, କ'ଣ ନୂଆ କଥାରେ କହିଦେଲେ। ଟୁଟୁ ନାୟକ କହୁଛି ମୁଁ ଭଲ ପ୍ରଯୋଜକ, ମୁଁ ପଇସା ବାଲା ପ୍ରଯୋଜକ, ମୁଁ ହିଟ୍ ମୁଭି ଦେଇଛି। ସେଟାକୁ ତ ଆପଣ ପ୍ରଶ୍ନ କଲେନି, ଟୁଟୁ ନାୟକ କଥା କହିଲେ। ମନୋଜ ମିଶ୍ରଙ୍କୁ ଭଲ ଲାଗିଲା, ସେ କହିଦେଲେ, ତା ବିଷୟରେ ମୁଁ ମନ୍ତବ୍ୟ ମୁଁ କାହିଁ ଦେବି? ଆପଣ ମନୋଜ ମିଶ୍ରଙ୍କ କଥାକୁ ଆପଣ ପଛଉଛନ୍ତି, ଦଳକୁ ଦେଖୁଛନ୍ତି, ଦଳର କର୍ମକର୍ତ୍ତା କି ସେ ପ୍ରାର୍ଥୀ ଜଣେ, ଦେଖନ୍ତୁ, ତାଙ୍କ ବିଷୟରେ କହିଦେବା, ମନ୍ତବ୍ୟ ଦେଇଦେବା କି ଭୁଲ ହବ? ଦେଖନ୍ତୁ, ମନୋଜ ମିଶ୍ର ଦଳୀୟ କର୍ମୀ, ସେ ଦଳ ପାଇଁ କାମ କରୁଛନ୍ତି। ଏବେ ଟିକେଟ୍ ନେଇଥିଲେ, ମନୋଜ ମିଶ୍ର ଠିକ୍ କାମ କରୁଥିଲେ ବୋଲି ତାଙ୍କୁ ଦଳ ଟିକେଟ୍ ଦେଇଛି। ମନୋଜ ମିଶ୍ର ଭୁଲ କାମ ଯଦି କରିଥାନ୍ତା, ଦଳ ତାଙ୍କୁ ଟିକେଟ୍ ଦେଇନଥାନ୍ତା। ଯଦି ମନୋଜ ମିଶ୍ରର ଦଳ ସହିତ କିଛି ମନଉଣା ହେବ, ତାହେଲେ ମନୋଜ ମିଶ୍ରଙ୍କୁ ଆମେ ବିରୋଧ କରିବୁ। ଯଦି ମନୋଜ ମିଶ୍ରର ଇଣ୍ଡଷ୍ଟ୍ରି ସହିତ ମନଉଣା ହେବ, ସେ ଇଣ୍ଡଷ୍ଟ୍ରିରେ ଆମର କିଛି ଲେନଦେନ ନାହିଁ। ଆମର ଦଳ ସହିତ କାମ ଅଛି, ଦଳ ସହିତ କାର୍ଯ୍ୟ କରୁଛୁ। ମନୋଜ ମିଶ୍ର ଦଳରେ କାର୍ଯ୍ୟ କରୁଛନ୍ତି। ଯଦି ମନୋଜ ମିଶ୍ର ଦଳ ପାଇଁ ଭଲ କାମ କରିବେ, ଦଳ ତାଙ୍କୁ ଦଳରେ ରଖିବ। ଯଦି ମନୋଜ ମିଶ୍ର ଦଳ ପାଇଁ ଖରାପ କାମ କରିବେ, ଦଳ ତାଙ୍କୁ କାଢ଼ିଯିବ। ତାଙ୍କର ପର୍ସନାଲ କ'ଣ ହେଇଛି, ଦୁଶ୍ମନୀ ହେଇଛି କି ପର୍ସନାଲ କ'ଣ ଅସୁବିଧା ହେଇଛି, ପର୍ସନାଲ ଝଗଡ଼ା ହେଇଛି, ସେଟା ଟୁଟୁ ନାୟକ ବସନ୍ତୁ, ମନୋଜ ମିଶ୍ର ବସନ୍ତୁ, ସେ ତାଙ୍କ ନିଜ ନିଜ ସମାଧାନ କରନ୍ତୁ। ସେଟା ଦଳ ଆଡ଼ିକି ଆସିଲେ ମନୋଜ ମିଶ୍ରଙ୍କୁ ଛଡ଼ାଯିବନି କି ଟୁଟୁ ନାୟକକୁ ବି ଛଡ଼ାଯିବନି। ନୂଆ ସିନେମା ମନୋଜ ମିଶ୍ରଙ୍କର ଆସିଛି ଅତିଥି, ଦେଖିବାକୁ ଯିବେ? ଆଜ୍ଞା, ଜଣେ ସକ୍ରିୟ କର୍ମୀ, ତାଙ୍କର ନୂଆ ଅତିଥି ଆସିଛନ୍ତି, ସେ ବାହା ହେଇଛନ୍ତି, ତାଙ୍କ ସ୍ତ୍ରୀ ପାଇଁ ଯଦି ସେ କରିଥିବେ। ଆମେ ତ ଓଡ଼ିଆ ସିନେମା ଦେଖୁନୁ, ଓଡ଼ିଆ ସିନେମା ଦେଖିବାକୁ ଯାଉନୁ। ଯଦି ଭଲ ସିନେମା ହେବ ନିଶ୍ଚିନ୍ତ ଦେଖିବାକୁ ଯିବୁ, କିନ୍ତୁ ଏ ସିନେମାଟା ମୁଁ ଦେଖିବାକୁ ଯିବିନି।